ଶ୍ରୀମଦ୍ ଭଗବତ୍ ଗୀତା ସପ୍ତଦଶ ଅଧ୍ୟାୟ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ। ଅର୍ଜୁନ ଉବାଚ ଯେ ଶାସ୍ତ୍ର ବିଧିମୁତ୍ସୃଜ୍ୟ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ତେଷାଂ ନିଷ୍ଠା ତୁ କା କୃଷ୍ଣ ସତ୍ତ୍ୱମାହ ରଜସ୍ତମଃ। ଅର୍ଜୁନ କହେ ଯୋଡ଼ି କର, ହେ ପ୍ରଭୁ ମୋତେ ଆଜ୍ଞା କର, ଯେ ଶାସ୍ତ୍ର ବିଧି କି ଲଙ୍ଘଇ, ଯେ ଶାସ୍ତ୍ର ବିଧିରେ ଚଳଇ, କିପରି ନିଷ୍ଠା ଅଟେ ସେହି, ସତ୍ୱଗୁଣ କି ପ୍ରକାଶଇ, କିଅବା ରଜତମ ଗୁଣ, ପ୍ରକାଶ ହୁଏ ନାରାୟଣ। ଅର୍ଜୁନ କହିଲେ, ହେ ହରି, ଯେ ଶାସ୍ତ୍ର ବିଧି କି ଲଙ୍ଘନ କରେ ଓ ଯେ ଶାସ୍ତ୍ର ବିଧିରେ ଚଳେ ସେମାନଙ୍କର ନିଷ୍ଠା କିପରି, ସତ୍ୱ ରଜ ଓ ତମ ଏ ତିନି ଗୁଣ କିପରି ପ୍ରକାଶିତ ହୁଏ। ଶ୍ରୀ ଭଗବାନୁବାଚ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା, ସାତ୍ତ୍ୱିକୀ ରାଜସୀ ଚୈବ ତାମସୀ ଚେତି ତାଂ ଶୃଣୁ, ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ, ଶ୍ରଦ୍ଧାମୟୋऽୟଂ ପୁରୁଷ ଯଯଚ୍ଛୁଦଃ ସ ଏବ ସଃ। ସାତ୍ତ୍ୱିକ ରାଜସ ତାମସ ସେ ଯେଉଁଥିରେ ଥାଏ ବଶ, ଅଭ୍ୟାସ ପୂର୍ବ ପର ଜନ୍ମେ, ଶ୍ରଦ୍ଧା ଯେ ତାହାର ଜନମେ, ତିନି ପ୍ରକାର ଏ ଅଟଇ, ଦୈବୀ ପ୍ରଭାବ ପ୍ରକଟଇ, ପୂର୍ବ ଜନ୍ମର ଲାଭ ନେଇ, ସତ୍ତା ଯେ ପ୍ରାଣୀ କି ଜନ୍ମଇ, ଏଣୁ ପୁରୁଷ ଶ୍ରଦ୍ଧାମୟ, ଅଟନ୍ତି ଶ୍ରଦ୍ଧା ହେ କୌନ୍ତେୟ, ଏଣୁ ମୋ ଶ୍ରଦ୍ଧା ଯେଉଁ ପରି, ସେ ମଧ୍ୟ ହୁଅଇ ସେ ପରି। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଶରୀରଧାରୀମାନଙ୍କର ସାତ୍ତ୍ୱିକ ରାଜସ ତାମସ ଏ ତିନି ପ୍ରକୃତି ପୂର୍ବ ଓ ପରଜନ୍ମର କାର୍ଯ୍ୟ ନେଇ ଶ୍ରଦ୍ଧା କରେ। ପୂର୍ବଜନ୍ମର ଫଳ ନେଇ ଏ ଜନ୍ମରେ ତାହା ଫଳିତ ହୁଏ। ଏଣୁ ଯାହାର ଯେପରି ଶ୍ରଦ୍ଧା ସେ ସେହି ବାଟ ଧରେ। ଯଜନ୍ତେ ସାତ୍ତ୍ୱିକା ଦେବାନ୍ ଯକ୍ଷ ରକ୍ଷାଂସି ରାଜସଃ, ପ୍ରେତାନ୍ ଭୂତ ଗଣାଂସାନ୍ୟେ ଯଜନ୍ତେ ତାମସା ଜନାଃ, ଅଶାସ୍ତ୍ର ବିହିତଂ ଘୋରଂ ତପ୍ୟନ୍ତେ ଯେ ତପୋ ଜନାଃ, ଦମ୍ଭାହଂକାର ସଂଯୁକ୍ତାଃ କାମରାଗ ବଳାନ୍ୱିତାଃ, ସାତ୍ତ୍ୱିକେ ଶ୍ରଦ୍ଧା ଯେ କରନ୍ତି ସେମାନେ ଦେବତା ପୂଜନ୍ତି, ରଜଗୁଣରେ ଶ୍ରଦ୍ଧା ଯାର ଯକ୍ଷ ରକ୍ଷାଦି ପୂଜା ତାର, ତମ ଗୁଣରେ ଶ୍ରଦ୍ଧାକାରୀ ଭୂତ ପ୍ରେତଙ୍କୁ ପୂଜା କରି, ବେଦାଦି ଶ୍ରୁତି ଯାହା କହି ସେମାନେ ତାହା ଛାଡ଼ି ଦେଇ, ତାଠାରୁ ଅତି ଉଗ୍ରତର ଜପ କରନ୍ତି ଘୋରତର, ସମସ୍ତ ଶାସ୍ତ୍ର ନ ମାନଇ ନିଜ ଇଚ୍ଛାରେ ସେ ଚଳଇ। ଯେଉଁମାନେ ସାତ୍ତ୍ୱିକ ଗୁଣଧାରୀ ସେମାନେ ଦେବତାଙ୍କୁ ପୂଜା କରନ୍ତି, ଯେଉଁମାନେ ରଜଗୁଣଧାରୀ ସେମାନେ ଯକ୍ଷ ରକ୍ଷମାନଙ୍କୁ ପୂଜନ୍ତି, ଯେଉଁମାନେ ତମଗୁଣଧାରୀ ସେମାନେ ଭୂତ ପ୍ରେତଙ୍କୁ ପୂଜନ୍ତି, ଯେଉଁମାନେ ବେଦାଦି ଶ୍ରୁତିଠାରୁ ଅତି କଠିନ ଜପ ଓ ତପ ଦ୍ୱାରା ଦେହକୁ ପୀଡ଼ା ଦେଇ ପୂଜା କରନ୍ତି, ମାତ୍ର ମନରେ ଗର୍ବ ଦମ୍ଭ ଲୋଭ ଓ ମୋହଭାବ ସମ୍ପୂର୍ଣ୍ଣ ରୂପେ ରଖିଥାନ୍ତି ଏବଂ କୌଣସି ଶାସ୍ତ୍ର ନିୟମ ନ ମାନି ପୂଜା ଆଦି କରନ୍ତି, ସେମାନେ ଭୂତାଦି ଯୋନି ଓ ଅସୁର ପ୍ରକୃତିକ ହୋଇଥାନ୍ତି। କର୍ଷୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ, ମାଂ ଚୈବାନ୍ତଃ ଶରୀରಸ್ಥଂ ତାନ୍ ବିଦ୍ୟାସୁର ନିଶ୍ଚୟାନ୍, ଆହାରସ୍ତୋ
सर्वस्योऽपि सर्वस्य त्रिविध भवति प्रियः। यज्ञस्तपस्तथा दानं तेषां भेदमिमं शृणु। तेणु से न पावन्ति फल लभन्ति भूतादि सकल। ମୁଁ ତାଙ୍କ ଅନ୍ତରରେ ଥାଇ ପୀଡ଼ାର ଭୋଗୀ ମଧ୍ୟ ହୋଇ। ଏଣୁ ସେମାନେ ହୋ ଅର୍ଜୁନ ଅସୁର ଭାବାଶ୍ରିତ ଜନ। ତ୍ରିବିଧ ଲୋକମାନଙ୍କର କେଉଁ ଭଜନ ପ୍ରୀତିକର। ଯେପରି ଯଜ୍ଞ ତପଦାନ ତିନି ବିଧି ଯେହା ଜାଣ। ପ୍ରଭେଦ ଏହା ମଧ୍ୟେ ଯାହା କହୁଛି ଏବେ ଶୁଣ ତାହା। ଯଜ୍ଞ ତପ ଦାନ ଏ ତିନିଙ୍କ ମଧ୍ୟରେ ମହାପ୍ରଭେଦ ଅଛି। ତାହା ଏବେ ତୋ ଆଗରେ କହୁଛି ଶୁଣୁ। ଆୟୁ ସତ୍ତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନଃ। ରସ୍ୟାଃ ସ୍ନିଗ୍ଧାଃ ସ୍ଥିରା ହୃଦ୍ୟା ଆହାରା ସାତ୍ତ୍ୱିକ ପ୍ରିୟାଃ। କଟୁମ୍ଳ ଲବଣାତ୍ୟୁଷ୍ଣ ତୀକ୍ଷ୍ମ ରୁକ୍ଷ ବିଦାହିନଃ। ଆହାରା ରାଜସ ଶ୍ରେଷ୍ଠା ଦୁଃଖ ଶୋକାମୟ ପ୍ରଦାଃ। ଉତ୍ସାହ ସମର୍ଥ ଆୟୁଷ ସୁରୁଚି ସୁଖ ପୁଣି ସ୍ୱାସ୍ଥ୍ୟ। ବଢ଼ଇ ସ୍ୱାଦୁର ସୁଆଳ ଗୁଣ ଅଟଇ ସ୍ଥିରତର। ଏପରି ଖାଦ୍ୟ ସାତ୍ତ୍ୱିକର ଭୋଜନେ ଅତି ପ୍ରିୟତର। ଅତ୍ୟନ୍ତ କଟୁ ଅମ୍ଳ ଅତି ଲୁଣିଆ ଉଷ୍ଣ ଅତି ତୀକ୍ଷ୍ଣ ଯେ ଅତି ରୁକ୍ଷ ଅତ୍ୟନ୍ତ ପ୍ରଦାହକ ଭକ୍ଷ। ଏ ଦ୍ରବ୍ୟେ ରଜଗୁଣ ଦୋଷ ୟା ଭୋଗ ଜନ୍ମ ଦୁଃଖ ଶୋକ। ସାତ୍ତ୍ୱିକ ଲୋକ ନିରାମିଷ ପୁଷ୍ଟି ଓ ଗୁଣକାରକ ସୁମିଷ୍ଟ ରସୁଆଳ ଖାଦ୍ୟ ଖାଇଥାଏ। ଲୁଣିଆ ଉଷ୍ଣ କଟୁ ଅମ୍ଳ ରୁକ୍ଷ ଓ ପ୍ରଦାହକ ଦ୍ରବ୍ୟ ସବୁ ରଜଗୁଣୀମାନେ ଖାଆନ୍ତି। ଜାତ ଜାମଙ୍ଗତ ରସଂ ପୂତି ପର୍ଯ୍ୟୁଷିତଂ च ଯତ୍ ଉଚ୍ଛିଷ୍ଟମପି ଚାମେଧ୍ୟଂ ଭୋଜନଂ ତାମସ ପ୍ରିୟଂ। ଖାଦ୍ୟ ପ୍ରସ୍ତୁତ ଯେବେ ହୁଏ ପ୍ରହରେ ବେଳ ପଡ଼ି ରହେ। ସେସବୁ ଶୀତଳ ହୁଅଇ ଜାତ ଜାମ ତାହାକୁ କହି। ପକାନ୍ତି ଚୁପୁଡ଼ି ଯେ ରସ ତାହାକୁ ବୋଲି ଗତ ରସ। ବହୁତ ଦିନର ରନ୍ଧନ ଦୁର୍ଗନ୍ଧ ଜନ୍ମ ହୁଏ ଜାଣ। ଶୁଖିଲା ମତ୍ସ୍ୟମାନ ଯାହା ପୂତି ବୋଲି ନ ଜାଣ ତାହା। ବିଷ ଅସ୍ତ୍ରରେ ପଶୁନାଶ ନଥାଏ ଯହିଁରେ ସାରାଂଶ। ଯାହାକୁ ଶାସ୍ତ୍ର କରେ ମନା ଅମେଧ୍ୟ ବୋଲି କର ଘେନା। ପୂର୍ବଦିନ ପ୍ରସ୍ତୁତ ଯାହା ବାସି ନାମକୁ ଧରେ ତାହା। ଭୋଜନ ପରେ ପାତ୍ରେ ଯାହା ଥାଏ ଉଚ୍ଛିଷ୍ଟ ଅଟେ ତାହା। ଏ ସର୍ବଦ୍ରବ୍ୟେ ତମ ଗୁଣୀ ପ୍ରୀତି ବଢ଼ାଏ ତାହା ଜାଣି। ବାସି ପଚା ଦ୍ରବ୍ୟ ଶୁଖିଲା ମତ୍ସ୍ୟ ବିଶାସ୍ତ୍ରରେ ପଶୁନାଶ ମାଂସ ଖୁବ୍ ଥଣ୍ଡା ପଦାର୍ଥ ଉଚ୍ଛିଷ୍ଟ ଅମେଧ୍ୟ ଓ ଅଖାଦ୍ୟକୁ ତମଗୁଣୀମାନେ ଖାଇବାକୁ ରୁଚି ପାଆନ୍ତି। ଅଫଳାକାଙ୍କ୍ଷୀର୍ଭିର୍ଯଜ୍ଞ ବିଧି ଦୃଷ୍ଟ ଯଇଜ୍ୟତେ। ଯଷ୍ଟବ୍ୟମେବେତି ମନଃ ସମାଧାୟ ସ ସାତ୍ତ୍ୱିକଃ। ଅଭିସନ୍ଧାୟ ତୁ ଫଳଂ ଦମ୍ଭାर्थमपि चैव यत्। युज्यते भरत श्रेष्ठ तं यज्ञं विधि राजसं। ଫଳ କାମନା ଛାଡ଼ି ଦେଇ ଏକାଗ୍ର ମନା ଯେହୁ ହୋଇ ଶାସ୍ତ୍ର ନିୟମେ
କଲେ ଯଜ୍ଞ ସାତ୍ତ୍ୱିକ ଯଜ୍ଞ ତାକୁ ଜାଣ। ମୋର ଉଦ୍ଦେଶ୍ୟ ଯଜ୍ଞ କରେ ସାତ୍ତ୍ୱିକ ବୋଲାଏ ବିଧିରେ। ଫଳ କାମନା ଯାର ଥାଇ ନିଜ ପ୍ରଶଂସା ଯଶ ପାଇଁ। ଯଜ୍ଞ ଯେ କରେ ହେ ଅର୍ଜୁନ ରାଜସ ଯଜ୍ଞ ତାକୁ ଜାଣ। ଯେଉଁମାନେ କୌଣସି କାମନା ନ ରଖି ଫଳ ଆଶା ଛାଡ଼ି ଶାସ୍ତ୍ର ନିୟମରେ ଯଜ୍ଞ କରନ୍ତି ସେହି ଯଜ୍ଞମାନଙ୍କୁ ସାତ୍ତ୍ୱିକ ଯଜ୍ଞ କହନ୍ତି। ଯେଉଁମାନଙ୍କର ଫଳ ଆଶା ଥାଏ ଓ ନିଜର ପ୍ରଶଂସା ପାଇଁ ଯଜ୍ଞ କରନ୍ତି ସେ ରାଜସ ଯଜ୍ଞ ପରି ଯଜ୍ଞ କରନ୍ତି। ବିଧିହୀନମସୃଷ୍ଟାନଂ ମନ୍ତ୍ରହୀନମଦକ୍ଷିଣଂ ଶ୍ରଦ୍ଧାବିରହିतं ଯଜ୍ଞଂ ତାମସଂ ପରିଚକ୍ଷତେ। ଦେବଦ୍ୱିଜ ଗୁରୁପ୍ରାଜ୍ଞ ପୂଜनं ଶୌଚମାର୍ଜବଂ ବ୍ରହ୍ମଚର୍ଯ୍ୟମହିଂସା च ଶାରୀରଂ ତପ ଉଚ୍ୟତେ। ବିଧି ବିଧାନ ଛାଡ଼ି ଦେଇ ନିଜର ଇଚ୍ଛା ମତେ ଯେଇ ଶାସ୍ତ୍ର ବିଧି ଯେ ଅନ୍ନଦାନ ଆଚର ଶ୍ରଦ୍ଧା ମନ୍ତ୍ରହୀନ। ଏପରି ଯଜ୍ଞ ଯେ କରଇ ତାମସ ଯଜ୍ଞ ତାକୁ କହି। ଦେବ ବ୍ରାହ୍ମଣ ଗୁରୁଜନ ତତ୍ତ୍ୱଜ୍ଞ ଜନକ ପୂଜନ ଅହିଂସା ବ୍ରହ୍ମଚର୍ଯ୍ୟ ଥାଏ ବୈଦିକ ତପ ଏହା କହେ। ପୂର୍ଣ୍ଣ ଭାବରେ କାମନା ରଖି ବିଧି ବିଧାନକୁ ଛାଡ଼ି ନିଜର ଇଚ୍ଛା ମତେ ଆତ୍ମବଡ଼ିମା ଦେଖାଇ ଯେ ଯଜ୍ଞ କରେ ତାକୁ ତାମସ ଯଜ୍ଞ କହନ୍ତି। ଯାଦ୍ୱାରା ଦେବ ବ୍ରାହ୍ମଣ ଗୁରୁଜନ ତତ୍ତ୍ୱଜ୍ଞ ଓ ଜନକ ଏମାନଙ୍କୁ ପୂଜା କରାଯାଏ। ଅହିଂସା ଓ ବ୍ରହ୍ମଚର୍ଯ୍ୟ ଧାରଣ କରିବାକୁ ହୁଏ। ଏହାକୁ ବୈଦିକ ତପ କହନ୍ତି। ଅନୁଦ୍ବେଗକରଂ ବାକ୍ୟଂ ସତ୍ୟଂ ପ୍ରିୟହିतं च ଯତ୍ ସ୍ୱାଧ୍ୟାୟଭ୍ୟସनं ଚୈବ ବାଙ୍ଗ୍ମୟଂ ତପ ଉଚ୍ୟତେ। ମନଃ ପ୍ରସାଦ ସୌମ୍ୟତଂ ମୌନମାତ୍ମ ବିନିଗ୍ରହ ଭାବ ସଂଶୋଧିରିତ୍ୟେତ ତପୋମାନସମୁଚ୍ୟତେ। ଉଦ୍ବେଗ ନାହିଁ ଯେ ବାକ୍ୟର ସତ୍ୟ ପ୍ରିୟ ଯେ ହିତକର ନିଜର ବିଦ୍ୟା ଅଭ୍ୟାସଇ ବେଦ ପାଠ ମନ୍ତ୍ର ଯା କହି। ଏ ଅଟେ ବାଚନିକ ତପ ଏହା ଜାଣଇ ସୁବିବେକ। ସ୍ୱଚ୍ଛ ମନ ଯେ ସମଭାବ ଚିତ୍ତ ସଂଯମ ମୌନ ଭାବ ମାୟାକୁ ଦୂର କରିଦେଇ ମାନସ ତପ ଏ ଅଟଇ। ଉଦ୍ବେଗହୀନ ସତ୍ୟପ୍ରିୟ ଲୋକହିତକର ବେଦ ଓ ମନ୍ତ୍ରାଧୀନ ଏହାକୁ ବାଚନିକ ତପ କହନ୍ତି। ମନକୁ ସ୍ୱଚ୍ଛ ସମଭାବ ନିଜକୁ ସଂଯମ ରଖେ ମୌନ ଭାବ ଧରେ ଓ ମାୟାକୁ ଛାଡ଼ିଦିଏ ଏହାକୁ ମାନସ ତପ କହନ୍ତି। ଶ୍ରଦ୍ଧୟା ପରୟା ତପ୍ତଂ ତପସ୍ତ୍ରିବିଧଂ ନରୈଃ ଅଫଳାକାଂକ୍ଷିର୍ଭିଯୁକ୍ତୈଃ ସାତ୍ତ୍ୱିକଂ ପରିଚକ୍ଷତେ। ସତ୍କାରମାନ ପୂଜାर्थं ତପୋଦମ୍ଭେନ ଚୈବ ଯତ୍ କ୍ରିୟତେ ତଦିହ ପ୍ରୋକ୍तं ରାଜସଂ ଚରମଧ୍ରୁବଂ। ମୂଢ଼ଗ୍ରାହେଣାତ୍ମनो ଯତ୍ ପୀଡ଼या क्रियते तपः परस्यासाधनार्थं वा तत्त्वामसमुदाहृतं। ଫଳ କାମନା ଯାର ନାହିଁ ଯେବେ ସେ ସମ୍ପଦ କରଇ ସ୍ନେହେ ପୂର୍ବୋକ୍ତ ଯଜ୍ଞ ତିନି କଲେ ସାତ୍ତ୍ୱିକ ତାକୁ ଜାଣି। ସମାନ ପ୍ରଶଂସା ପୂଜନ ପାଇ ଦମ୍ଭେ ଯେ ତପମାନ କରେ ସେ ଚଞ୍ଚଳ କ୍ଷଣିକ ଏଣୁ ସେ ଅଟେ ରାଜସିକ। ଯାହାର ଫଳ କାମନା ନାହିଁ
ସେ ଯେବେ ସମ୍ପତ୍ତି ପାଏ ତେବେ ସେ ସମ୍ପତ୍ତିରେ ପୂର୍ବ କଥିତ ମତେ 3 ପ୍ରକାର ଯଜ୍ଞ କରେ। ତାକୁ ସାତ୍ତ୍ୱିକ ଯଜ୍ଞ ବୋଲି ଜାଣିବ। ସମ୍ମାନ ଓ ପ୍ରଶଂସା ପାଇଁ ଯିଏ ପୂଜା ଓ ତପ କରେ ଏହାର ଫଳ କ୍ଷଣିକ। ଏହାକୁ ରାଜସ ତପ କହନ୍ତି। ଦାତବ୍ୟମିତି ଯଦ୍ଦାନଂ ଦୀୟତେନୋପକାରିଣେ ଦେଶେ କାଳେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ୱିକଂ ସ୍ମୃତଂ। ଯେ ଆତ୍ମା ଅବିବେକ ହୁଏ ଦୁରାଶା ବୋଲି ତାକୁ କହେ ତହିଁରେ ଆସକ୍ତ ହୋଇନ କିବା ଅନ୍ୟର ବିନାଶନ ପାଇଁ ଆତ୍ମାକୁ ପୀଡ଼ିତ କରେ ସେ ଅଟେ ତାମସିକ। କାଶୀ ପ୍ରୟାଗ ଆଦି ଯେତେ ତୀର୍ଥ ଅଛଇ ମହିଗତେ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ଗ୍ରହଣ ପୂର୍ଣ୍ଣମୀ ଦଶ ସଂକ୍ରମଣ ଏହାକୁ କାଳ ବୋଲି କହି ଏଥିରେ ଦାନ ଯେ ଦିଅଇ ପ୍ରତ୍ୟୁପକାର ଆଶାହୀନେ ଦାନ ଯେ ଦିଏ ଭାବି ଜନେ ଜାଣି ସତ୍ପାତ୍ରେ ଦିଏ ଦାନ ସାତ୍ତ୍ୱିକ ଦାନ ଏହା ଜାଣ। ମୋହ ଇଚ୍ଛାରେ ଆସକ୍ତ ହୋଇ ନିଜ ଆତ୍ମାକୁ ପୀଡ଼ା ଦେଇ ପର ଅନିଷ୍ଟାର୍ଥେ ତପ କଲେ ଏହାକୁ ତାମସ ତପ କହନ୍ତି। କାଶୀ ପ୍ରୟାଗାଦି ଯେତେ ତୀର୍ଥ ଅଛି ସେ ସବୁ ତୀର୍ଥରେ ପବିତ୍ର ଦିନରେ ସତ୍ପାତ୍ରରେ ଯେ ଦାନ ଦିଏ ତାକୁ ସାତ୍ତ୍ୱିକ ଦାନ କହନ୍ତି। ଯତୁ ପ୍ରତ୍ୟୁପକାରାର୍ଥଂ ଫଳମୁଦ୍ଦିଶ୍ୟ ବା ପୁନଃ ଦୀୟତେ ଚ ପରିକ୍ଲିଷ୍ଟଂ ତଦ୍ରାଜସముଦାହୃତଂ ଅଦେଶ କାଳେ ଯଦ୍ଦାନ ମପାତ୍ରେଭ୍ୟଶ୍ଚ ଦୀୟତେ ଅସତ୍କୃତମବଜ୍ଞାतं ତତ୍ତାମସముଦାହୃତଂ। ପ୍ରତ୍ୟୁପକାରର ନିମିତ୍ତ କିବା ସ୍ୱର୍ଗାଦି ଭୋଗ ପ୍ରାପ୍ତ ନିମିତ୍ତ କଷ୍ଟେ ଦାନ ଦିଏ ରାଜସ ଦାନ ସେ ବୋଲାଏ। ଧୂର୍ତ୍ତ ଲମ୍ପଟ ଚାଟୁକାର ନଟ ଭାଟ ଯେ ଭାଣ୍ଡ ନର ଏମାନେ କୁପାତ୍ର ଅଟନ୍ତି ଏହାଙ୍କୁ ଦାନ ଯେ ଦିଅନ୍ତି। ଅଶୌଚ ମଳ ମାସ ଯାହା କୁକାଳ ବୋଲି ଜାଣ ତାହା ଦୁଷ୍ଟ ସଂସର୍ଗ ଯେଉଁଠାରେ କୁଦେଶ ବୋଲିଣ ତାହାରେ। ଏସବୁ ସ୍ଥାନେ ଦାନ ଦେଲେ ସତ୍କାର ନ କରେ ହାରେ ତିରସ୍କାରରେ ଦିଏ ଦାନ ତାମସ ଦାନ ଏହି ଜାଣ। ନିଜର ସୁଖ ବା କାମନା ସିଦ୍ଧ ସକାଶେ ଓ ସ୍ୱର୍ଗ ଭୋଗ ସକାଶେ ଯେ ଲୋକ ଦାନ ଦିଏ ତାହାକୁ ରାଜସ ଦାନ କହନ୍ତି। ଧୂର୍ତ୍ତ ଲମ୍ପଟ ଚାଟୁକାର ନଟ ଓ ଭାଟମାନଙ୍କର ଔଶୌଚରେ ଦାନ ଦେଲେ ତାକୁ ତାମସ ଦାନ କହନ୍ତି। ଓଂ ତତ୍ସଦିତି ନିର୍ଦ୍ଦେଶୋ ବ୍ରହ୍ମଣସ୍ତ୍ରିବିଧ ସ୍ମୃତଃ ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ତସ୍ମାଦୋମିତ୍ಯುದಾಹೃತ್ಯ ଯଜ୍ଞ ଦାନ ତପଃ କ୍ରିୟାଃ ପ୍ରବର୍ତ୍ତନ୍ତେ ବିଧାନୋକ୍ତାଃ ସତतं ବ୍ରହ୍ମବାଦିନାଂ। ଓଂ ତତ୍ସତ୍ ଏହି 3 ବ୍ରହ୍ମାଙ୍କ ନାମ ଥାଅ ଜାଣି ଏ ନାମ କରି ଉଚ୍ଚାରଣ ବିଧାନ କରିଲେ ବ୍ରାହ୍ମଣ ସକଳ ବେଦ ଯଜ୍ଞମାନ ପୂର୍ବରେ କରିଲେ ସୃଜନ। ତେଣୁ ତପ ଯଜ୍ଞ ଦାନରେ ଓମିତି ଉଚ୍ଚାରି ମନ୍ତ୍ରରେ ସେହି ନିମିତ୍ତ ବ୍ରହ୍ମବାଦୀ ତପସ୍ୟା ଦାନ ଯଜ୍ଞ ଆଦି ବେଦୋକ୍ତ ବିଧି କର୍ମମାନ କରନ୍ତି ସଦା ଅନୁଷ୍ଠାନ।
प्रणव उच्चारी आद्ୟରେ कर्म करन्ति निरन्तरे। ओं तत्सत् ए वेद सृष्टि ब्रह्माଙ୍କ ନାମ। ବ୍ରାହ୍ମଣମାନେ ଏହି ନାମ ଧ୍ୟାନ କରି ଓ ମନ୍ତ୍ର ଉଚ୍ଚାରି ତପ କରେ। ଯେଉଁମାନେ ବେଦୋକ୍ତ ବିଧିରେ ପ୍ରଣବ ଉଚ୍ଚାରି କର୍ମ କରନ୍ତି ସେମାନେ ବ୍ରହ୍ମବାଦୀ। ଏମାନେ ବ୍ରହ୍ମକୁ ଧ୍ୟାନ କରନ୍ତି। ତଦିତ୍ୟନଭିସନ୍ଧାୟ ଫଳଂ ଯଜ୍ଞ ତପଃ କ୍ରିୟାଃ ଦାନ କ୍ରିୟାଶ୍ଚ ବିବିଧାଃ କ୍ରିୟନ୍ତେ ମୋକ୍ଷକାଙ୍କ୍ଷିभिः स्वभावे साधुभावे च सदिते तत्प्रयुज्यते प्रशस्ते कर्मणि तथा स्वच्छन्द पार्थ युज्यते। सेमाने सात्विक विवेकी लोभादि रिपुहरे रखी सेमाने मोक्षକୁ इच्छन्ति तत्पदକୁ ଉଚ୍ଚାରନ୍ତି। ଫଳ କାମନା ଛାଡ଼ି ଦେଇ ତପଦାନ ଯଜ୍ଞରେ ନାହିଁ। ଯେତେକ ସାଧୁ ଜନମାନେ ସତ୍ଶବ୍ଦ ଉଚ୍ଚାରି ପ୍ରଥମେ ମଙ୍ଗଳ କାର୍ଯ୍ୟର ନିମିତ୍ତ ସତ୍ଶବ୍ଦ ତପାଦି ପ୍ରଶସ୍ତ ଅସାଧାରଣ ତାର ବଳ ମଙ୍ଗଳ କାର୍ଯ୍ୟ ଏ ମଙ୍ଗଳ। ଯେଉଁମାନେ ମୋକ୍ଷ ଇଚ୍ଛା କରନ୍ତି ସେମାନେ ଫଳ କାମନା ଛାଡ଼ି ଦେଇ ସାଧକ ଭାବରେ ତପ ଦାନ ଓ ଯଜ୍ଞ କରନ୍ତି। ସାଧୁ ଲୋକମାନେ ଓଂ ତତ୍ସତ୍ ଏହି ଶବ୍ଦ ଉଚ୍ଚାରଣ କରି ସମସ୍ତ କାର୍ଯ୍ୟ କରନ୍ତି। ଏହି ତତ୍ସତ୍ର ଶକ୍ତି ଅସୀମ। ଯଜ୍ଞେ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ୟତେ कर्म चैव तदर्थीयं सदित्येवाभिधीयते। कामविहीन प्राणिगण लोभ मोह कुबरजीर्ण ଯଜ୍ଞ ତପସ୍ୟା ପୁଣି ଦାନ ଏଥିରେ ଯାହା ଅବସ୍ଥାନ ଅଶ୍ୱମେଧାଦି ଯଜ୍ଞମାନ ପଞ୍ଚାଗ୍ନି କୃଚ୍ଛ ଚନ୍ଦ୍ରାୟଣ ଆବର ପୂଜା ଉପହାର ଗୃହ ଗଣା ପରିଷ୍କାର ଏ ସର୍ବ କର୍ମେ ନିଷ୍ଠା ଯେହି ସତ୍ନାମ ବୋଲାଏ ଯେ ସେହି ତଦର୍ଥେ କର୍ମ ମାନ ଯାହା ସତ୍ନାମ ବୋଲାଏଟି ତାହା ବ୍ରହ୍ମାଙ୍କ ତିନି ନାମ ଏହି କୀର୍ତ୍ତନେ ସର୍ବଜୟ ହୋଇ। ଯେଉଁମାନେ କାମନାହୀନ ଯଜ୍ଞ ଅଶ୍ୱମେଧ ବାଜପେୟ ପୁତ୍ରେଷ୍ଟି ଶାନ୍ତି ଯଜ୍ଞ କରନ୍ତି ଏବଂ ଯେ ପଞ୍ଚାଗ୍ନି ସ୍ଥାପି କୁଚ୍ଛ ଚାନ୍ଦ୍ରାୟଣ ବ୍ରତାଦିରେ ମୋତେ ପୂଜା ଆଦି ନିଷ୍ଠାର ସହ କରେ ତାକୁ ସତ୍ କୁହାଯାଏ। ଅଶ୍ରଦ୍ଧୟା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ ଅସଦିରୁଚ୍ୟତେ ପାର୍ଥ ନ ଚ ତତ୍ପ୍ରେତ୍ୟ ନ ଇହ। ଶ୍ରଦ୍ଧାବିହୀନେ ତପଦାନ ଯଜ୍ଞାଦି କଲେ ଅନୁଷ୍ଠାନ ଅସତେ ଅଟେ ଅର୍ଜୁନ ଇହ ପର ନିଷ୍ଫଳ ଜାଣ। ଅକ୍ଷେତ୍ରେ ବୀଜ ଯେବେ ବୁଣେ ତାହା ମରଇ ଅକାରଣେ। ଇତି ଶ୍ରୀ ମହାଭାରତେ ସପ୍ତସାହସ୍ର୍ୟାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମ ପର୍ବଣି ଶ୍ରୀ ଭଗବଦ୍ଗୀତାସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ନାମ ସପ୍ତଦଶ ଅଧ୍ୟାୟ। ଗୋବିନ୍ଦ ହରେ ଗୋପାଳ ହରେ नाट नगर कान्हा श्याम हरे गोविंद हरे गोपाल हरे
नटनागर कान्हा श्याम